ଆଣ୍ଠି କି ଗେହିବି ତମ ଗାଣ୍ଡିରେ ଗେଲେ ସମ୍ଭାଳି ପାରିବ? ମୁଁ ତ ଦେଖିନି ତମ ବାଣ୍ଡ ହେଲା ଦେଖିଲେ କହିବି ଆଉ। ମତେ କାଇଁ ଲାଗୁଛି ନା ତମେ ସମ୍ଭାଳି ପାରିବ ବୋଧେ। ତମ ଗାଣ୍ଡିଟା ହେଇଛି ଯେମିତି ଦେଖିଛ ଯେମିତି ମୁଁ ହେଇଛି ଗୋଟେ ପାଖାପାଖି 40 ପାଖାପାଖି ନା ଗାଣ୍ଡିଟା ତମର? ଗାଣ୍ଡି ଟିକେ ମୋର ବଡ ବଡ ଗାଣ୍ଡି ପୁରା ନା ଗାଣ୍ଡିଟା ମତେ ଭଲ ଲାଗେ ବହୁତ। ଗାଣ୍ଡିଟା ବଡ ବୋଲି ତ ପସନ୍ଦ ନା ସବୁ ପିଲାଙ୍କର ପସନ୍ଦ ବହୁତ ଗାଣ୍ଡି। ଗାଣ୍ଡି ଦେଖ ଟୋକି ବାଟରେ ଚାଲିଗଲେ ପିଲାମାନେ କଣ ଦେଖେ ଗାଣ୍ଡି ବିଆଟା ଦେଖାଯାଏ କି ଦେଖାଯାଏନି ହେଲା। ଗାଣ୍ଡି ଆଉ ଦୁଧ ଦେଖିଲେ ବାଟ ଆପେ ଆପେ ଠିଆ ହେଇଯାଏ। ଆଜି ଏମିତି କହୁଛ ନାଇଁ? କହୁଛି ଆଉ କଣ କରିବା ଆଉ ମାନେ ଭିତରେ କଥାଟା ରଖି ପାରୁନି ହେଲା। ତମେ ସେମିତି ହେଇଛ ବିଶ୍ୱାସ କର କେବେ ଯାଏ ତମେ କେବେ ମୌକା ଦିଅ ମତେ ଦେଖିବ ତମେ କେମିତି ଗେହିବି ତମ ବିଆରେ ଗାଣ୍ଡିରେ ବିଆରେ ପାଟିରେ ସବୁଠି ଗେହିବି ମନ ଇଚ୍ଛା ଗେହିବି। କେତେ ସମୟ ଗେହିଲେ ତମେ ସନ୍ତୁଷ୍ଟ ହେଇପାରିବ କହିଲ? ମୋର ମାତ୍ର ବହୁତ ଜଲ୍ଦି ହେଇଯିବ ମ। କେତେ ତଥାପି? ଅଧା ଘଣ୍ଟା? ଆରେ ଅଧା ଘଣ୍ଟାରେ ମୁଁ ଶାନ୍ତି ହେବାର ନାହିଁ। ମୁଁ ନିର୍ଘାତ ନନଷ୍ଟପ ଘଣ୍ଟେ ପରେ ଯେମିତି ହେଲେ ମୋର ବୀର୍ଯ୍ୟ ବାହାରିବ। ଏତେ ବାଡେଇବ? ଆଉ ବାଡେଇବି ଏମିତି ବିଆ ପୁରା ଦରଜ ହେଇଯିବ ତମର। ସମ୍ଭାଳି ପାରିବ ତ? ସମ୍ଭାଳି ପାରିବ କି ନାଇଁ? ଆରେ ହଁ ବା ସେଇଟା ତ କହୁଛି ସମ୍ଭାଳି ଯଦି ନ ପାରିବ କେମିତି ଗେହିବି? ସମ୍ଭାଳି ଦେବି ନା କହୁଛୁ ଏତେ କନଫିଡେନ୍ସ। ଆଉ ମାଇଁ ଶୁଣ ଆଉ ଯୋଉ କଣ କି ଛୁଆ ଗୁଡା କେତେବେଳେ ଆସିବେ ସ୍କୁଲରୁ? ତାଙ୍କର ଛୁଟି ଥିଲା ଆଜି କଣ ପାଇଁ ଯାଇଛନ୍ତି? ଆଜି ଛୁଟି ଥିଲା ବା ସ୍କୁଲ ତାଙ୍କର? ଛୁଟି ନାହିଁ। ଆରେ ହଁ ଏଇଟା ଗଭର୍ଣ୍ଣମେଣ୍ଟ ଛୁଟି ଅଲଗା ଗୋଟେ। ତମେ ଆଉଛ କେବେ? ତମେ କେବେ ମୌକା ଦଉଛ ଯିବି କହିଲ? ତମେ ଡାକୁନ କେବେ ଆଉ ମନେ ମନେ ପଳେଇବି। ଡାକୁ ଯିବ ସତରେ ଏବେ ଆସିବ କେବେ? ଯାଏ ଆଉ ତମେ ଘରେ ଏକେ ଅଛ ମୁଁ କେମିତି ଯିବି କହିଲ? ଏକୁଟିଆ ଅଛି ତ ଚାନ୍ସ ନା। ହଁ ଚାନ୍ସ ଯେ ଗୋଟେ ଲୋକ ଗୋଟେ ଖରାପ ଭାବିବେ ନା ଘରେ ଗୋଟେ ସ୍ତ୍ରୀ ଲୋକଟେ ଅଛି ଇଏ କଣ ପାଇଁ ଆଉଛି? ଆରେ ମୋ ଭଣଜା ତମେ ଆସ କିଏ ବାଳ ଜାଣିବ ବେକାରିଆ କଥାଟା ମତେ କହିଲେ ରାଗ ଲାଗେ। ରାଗନି ମୋ ବାବୁ ରାଗନି ଯିବି ତମକୁ ଗେହିବି ଯାଇକି ହେଲା। ବୁଝିପାରୁଛ ନା କଥାଟା? ଆଉ କରିବା ଆଉ ଭାଣ୍ଡ ଉଠୁଛି ଆଉ ମାଇଁ ନା ମ ତମକୁ କଣ ଭାବି ଜାଣିଛ ନାଇଁ ମାନେ ତମକୁ ଦେଖିଲା ଦିନଠୁ ତମ ଗାଣ୍ଡି ବିଆ ତ ଦେଖିପାରିନି ଦୁଧକୁ ଦେଖି ମୁଠି ମାରିଛି ବଟ ଆଜି ତମଠୁ କଥା ଶୁଣିଲା ପରେ ଆଉ ଟୋଟାଲି ବାଣ୍ଡ ହଲେଇବାକୁ ଇଚ୍ଛା ହଉନି। ତମକୁ ଯେବେ ଗେହିବି ତାପରେ ଯାଇକି ଇଏ କରିବି ଆଉ ବାଣ୍ଡ ହଲେଇବି ନା ଆଜିଠୁ। ତମ ବିଆ ତମ ଗାଣ୍ଡି ପାଇଁ ମୋ ବୀର୍ଯ୍ୟକୁ ରଖିଲି ଆଜିଠୁ ଆଉ ମାନେ ନଷ୍ଟ କରିବି ଟୋଟାଲି। କଣ ମୋ ବାଣ୍ଡରୁ ବୀର୍ଯ୍ୟ ଟୋଟାଲି ବାହାର କରିବିନି ତମକୁ ନ ଗେହିବା ଯାଏ। ଆଚ୍ଛା ଏମିତି? ହଁ ତମ ଗାଣ୍ଡିରେ ବୀର୍ଯ୍ୟ ପୁରେଇବି ତମ ବିଆରେ ତ ପୁରେଇଲେ ପ୍ରୋବ୍ଲେମ ହେଇଯିବ ବଟ ଗାଣ୍ଡିରେ ପୁରେଇବି ତମ ପାଟିରେ ଦେବି ଖାଇବ ତ? ନିଶ୍ଚୟ ଖାଇବି ନହେଲେ କେଜାଣି କହୁଛ ସେଇ ଟାଇମ କଣ ହବ କେଜାଣି? ନା ଖାଇବି ବଢିଆରେ ଖାଇବି। ଭଲ ଲାଗେ? ମାମୁଁଙ୍କର ଖାଇଛ କେବେ? ଖାଇଛି। କେବେ ଖାଇଛ ମାମୁଁଙ୍କର? ମାମୁଁଙ୍କର ବହୁତ ବଡ ବାଣ୍ଡ ଜାଣିଛ? ମାମୁଁଙ୍କର ପାଖାପାଖି କେତେ ହବ କହିଲ ବାଣ୍ଡ? 6 ଇଞ୍ଚ। 6 ଇଞ୍ଚ ମାତ୍ର? ଆରେ ମୁଁ କେମିତି କହୁଛ ବଡ ବୋଲି? ମୋ ବାଣ୍ଡ ଦେଖିବ ପାଗଳ ହେଇଯିବ ଦେଖିକି। 8 ଇଞ୍ଚ ପୁରା 8 ଇଞ୍ଚ ବାଣ୍ଡ 3 ଇଞ୍ଚ ମୋଟା 8 ଇଞ୍ଚ ଲମ୍ବା। ଏତେ ବଡ? ହଁ ତମ ବିଆକୁ ତମେ ରେଡି କରି ରଖିଥାଅ ଗିଆ ଖାଇବା ପାଇଁ। ଠିକ ଅଛି। ବିଆକୁ ଯତ୍ନ ରଖିଛ ତ? ପୁରା ଦେଖ ମାନେ ପାଣି ଦେଇକି ପୁରା ସଫା କରିକି ରଖିଥିବ ବିଆକୁ। ମୁଁ ଗଲେ ଫାଷ୍ଟ କଣ ଚାଟିବି ଫାଷ୍ଟ ବିଆକୁ ହେଲା। ବିଆକୁ ଚାଟିବି ତାପରେ ଯାଇକି ଗେହିବି ତମ ବିଆରେ ବାଣ୍ଡକୁ ନା ଫାଷ୍ଟ ଚାଟିବି ହେଲା ତାପରେ ବାଣ୍ଡକୁ ତମ ପାଟିରେ ପୁରେଇବି ନାଳୁଆ କରିବି ବାଣ୍ଡକୁ ତାପରେ ତମ ବିଆରେ ପୁରେଇବି। ଭଲ ଲାଗିବ? ସେମିତି ତ ଗେହିବି ଆଉ କେମିତି ଆଉ। ହଉ ମାଇଁ କେବେ ଗଲେ ଦେଖା କରିବ ଦେବ ମତେ ହେଲା ଗିଆ ଟିକେ। ନିଶ୍ଚୟ ହେଲା ତମ ପାଇଁ ଡେଲି ଅଛି ଖୋଲା। ମୋ ପାଇଁ ଖୋଲା ଅଛି?
କହୁଛ ତ ଖାଲି ଆଉ ଜଣା ପଡିବ ସେଇ ଟାଇମ ରେ ଦଉଛ କି ନାହିଁ। ଆରେ ଦେବି ସେଇ ଟାଇମ ବାବା, ବାହାନା କରିବନି, ଦେବି। ବାହାନା କରିବନି ସେଇ ଟାଇମ ନା ଏଇଟା ପ୍ରୋବ୍ଲେମ ହେଇଛି ମାମୁଁ ଜାଣିଲେ ଖରାପ ଭାବିବେ ଇଏ କରିବେ। ନା ନା ଆରେ ଆମେ ହେଇଯିବା କି ଖରାପ ଟାଇମ ରେ ହେଲା। ହଉ ଠିକ ଅଛି ଆଉ ଏଇନା ତ ଶୀତ ଦିନ ଚାଲିଛି କି ନାଇଁ, ଏଇନେ ବେଶୀ ଗେଇବା ପାଇଁ ଇଚ୍ଛା ହଉଛି ବଟ ତମେ ଯଦି ପରମିସନ ଦବ ତାହେଲେ ଯାଇକି ଯିବି ନହେଲେ ନାହିଁ। ଆରେ ଦେବି ରେ ବାବା ଦେବି, କିଛି ନାହିଁ। ଦବ ଯେ ଦେଖ ବୁଝିପାରୁଛ ନା ଏଇନେ ଶୀତ ଦିନ କି ନାଇଁ, ତମେ ଜାଣିଛ ଶୀତ ଦିନେ ବାଣ୍ଡ ବହୁତ ଉଠେ। ନିଶ୍ଚୟ ବହୁତ ବଢିଆ ମୁଁ ଜାଣିଛି। ହଁ ସେଥିପାଇଁ କହୁଛି ଯାଇଥିଲେ ଦେଇଥାନ୍ତ ଆଉ। ହଁ ମୁଁ ଦେବି, ତମେ ବ୍ୟସ୍ତ ହୁଅନି ରଖୁଛି, କଣ କହୁଛ? ରଖିବ? ଆଇଲେ ଗେଁ ଗେଁ ହବ, ଏମିତି ଫୋନ ରେ କଥା ହେଲେ କିଛି ଲାଭ ନାହିଁ। ଆସିବ ଯେତିକି ତ ମନ କରିକି ଗେଇବ ଯିବ ହେଲା। ହଉ ବାବୁ ଠିକ ଅଛି, ନାଇଁ ତ କହିବିନି, ବାବୁ ରହୁଛି ହେଲା, ମନ ଦୁଃଖ କରିବନି। ନାଇଁ ନାଇଁ। ରହୁଛି, ବାଏ ବାଏ।